ଆପଣ ଦେଖୁଛନ୍ତି DKPM ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଦେଖୁଅଛନ୍ତି କେଉଁ ପ୍ରକାର ଭାବରେ ସାନ୍ନିଧ୍ୟ ପ୍ରାର୍ଥନା ଚାଲିଅଛି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମୁଁ ମିଟିଂକୁ ଯାଇଥିଲି। ଆଉ ଏଇ ଜାଗାରେ ପ୍ରତ୍ୟେକ 5 ତାରିଖ ଏଠାରେ ମିଟିଂ ହୁଏ। ଆଉ ସୁସ୍ଥତା ପ୍ରାର୍ଥନା ହୁଏ। ଲୋକମାନେ ଏଠି ବହୁ ସଂଖ୍ୟକ ଲୋକମାନେ ଆସନ୍ତି ଆଉ ଏଠାରେ ଆଶୀର୍ବାଦ ନେଇକି ଯାଆନ୍ତି। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଦେଖୁଥିବେ କେଉଁ ପ୍ରକାର ଭାବରେ ପ୍ରାର୍ଥନା କରୁଅଛନ୍ତି ଧ୍ୟାନର ସହିତ। ଯେହେତୁ ଏହି କାର୍ଯ୍ୟକ୍ରମ ହେଲା ପାଦ ଶୁଦ୍ଧି କାର୍ଯ୍ୟକ୍ରମ, ଆଉ ପାଦ ଶୁଦ୍ଧି ହେବା ନିମନ୍ତେ ଏଠାରେ ଏକତ୍ରିତ ହୋଇଅଛନ୍ତି। ଯେତେବେଳେ ବାଇବଲରେ ଆମମାନେ ଦେଖୁ, ଯୀଶୁ ମଧ୍ୟ ଯୋହନ 3 ପର୍ବରେ ଲେଖାଯାଇଅଛି, ପ୍ରଭୁ ଯୀଶୁ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ ପାଦ ପ୍ରକ୍ଷାଳନ କରିଥିଲେ। ଆଉ ସେ ମଧ୍ୟ ପ୍ରଭୁଙ୍କର ରାଜ୍ୟର ଅଧିକାରୀ ହେବା ନିମନ୍ତେ ଅଧିକାର ଦେଇଥିଲେ। ପ୍ରଭୁ ଯୀଶୁ କହିଲେ, ଯେଉଁମାନେ ପାଦ ଶୁଦ୍ଧି ନେବେ ନାହିଁ ବା ପାଦ ଧୋଇବେ ନାହିଁ, ସେମାନେ ପ୍ରଭୁଙ୍କର ରାଜ୍ୟର ଅଧିକାରୀ ହେବେ ନାହିଁ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ 11 ଜଣ ଶିଷ୍ୟ କେହି କିଛି ନ କହି ସମସ୍ତେ ପାଦ ଧୋଇଲେ। ଆଉ ପ୍ରଭୁ ଯୀଶୁ ପାଦ ଧୋଇଲେ ତ କେହି କିଛି କହିଲେ ନାହିଁ। ମାତ୍ର ଯୀଶୁଙ୍କର ପ୍ରଥମ ଶିଷ୍ୟ ଯିଏକି ପିତର, ସେ କହୁଛନ୍ତି କ'ଣ ବୋଲିକି, ପ୍ରଭୁ ତୁମେ ମୋର ପାଦ ଆକା ନାହିଁ, ଆପଣ ମୋ ମସ୍ତକ ମଧ୍ୟ ଧୋଇ ଦିଅନ୍ତୁ ବୋଲିକି କହିଥିଲେ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେହି ସମୟରେ ଯୀଶୁ କହିଥିଲେ, ଗାଧୋଇଥିବା ଲୋକ ଅର୍ଥାତ୍ ଯେଉଁମାନେ ଗାଧୋଇ ଅଛନ୍ତି ସେମାନଙ୍କୁ ପାଦ ଧୋଇବା ବିନା ଅନ୍ୟ କୌଣସି କାର୍ଯ୍ୟ ନାହିଁ। ସମସ୍ତେ ତୁମେମାନେ ଶୁଚି ନୁହଁ, ଏହି ବିଷୟ କହିଥିଲେ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ସମସ୍ତେ ଶୁଚି ନୁହଁ ବୋଲିକି ଯେଉଁ ବିଷୟ ପ୍ରଭୁ କହିଲେ, ତାହା ଇସ୍କାରିତ ଜିଉଦାକୁ କହିଲେ। ଯେହେତୁ ଯୀଶୁ ଜାଣିଥିଲେ ସିଏ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଏହି ଲୋକମାନେ ପାଦ ଶୁଦ୍ଧି ହେବା ନିମନ୍ତେ ଏକତ୍ରିତ ହୋଇଅଛନ୍ତି। ଆଉ ପ୍ରତ୍ୟେକ 5 ତାରିଖ ମଧ୍ୟ ଏହି ଜାଗାରେ ସୁସ୍ଥତା ପ୍ରାର୍ଥନା ହୁଏ, ମିଟିଂ ହୁଏ। ଆଉ ସମସ୍ତେ ମଧ୍ୟ ଆସନ୍ତି ଏହି ଜାଗାରେ ଆଉ ସୁସ୍ଥତା ଲାଭ କରନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠାରେ ସମସ୍ତଙ୍କର ନିମନ୍ତେ ଖାଇବାର ବ୍ୟବସ୍ଥା କରାଯାଇଅଛି। ଆଉ ଯେଉଁମାନେ ପାଦ ଶୁଦ୍ଧି ହେବେ ସେମାନେ ଉପବାସରେ ଅଛନ୍ତି। ଆଉ ସେମାନଙ୍କର ନିମନ୍ତେ କିଛି ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଅଛି। ପ୍ରତ୍ୟେକ 5 ତାରିଖରେ ସୁସ୍ଥତା ମିଟିଂ ହୁଏ। ଆଉ ପ୍ରତ୍ୟେକ 5 ତାରିଖରେ ସମସ୍ତଙ୍କୁ ଖାଇବା ଦିଆଯାଏ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଦେଖିପାରୁଥିବେ ଏହି ଜାଗାରେ କେତେ ଭିଡ଼ ଅଟେ। ଆଉ ଏହି ଜାଗାରେ ପ୍ରତିବର୍ଷ ନଭେମ୍ବର 3, 4, 5 ପ୍ରତ୍ୟେକ ବର୍ଷ ଏହି ଜାଗାରେ ମିଟିଂ ହୁଏ। ତା ମଧ୍ୟ ସରକାରଙ୍କ ତରଫରୁ ପରମିଶନ ନେଇକି ଏହି ଜାଗାରେ ମିଟିଂ କରାଯାଏ। ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ବାଇବଲ ମିଶନ ମହୋତ୍ସବ ଓଡ଼ିଶା, ଆପଣ ଦେଖିପାରିବେ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠାରେ ବହୁତ ଲୋକମାନଙ୍କ ନିମନ୍ତେ ଖାଇବା ପାଇଁ ମଧ୍ୟ ଦିଆଯାଏ। ଆଉ
ଲୋକମାନେ ଖାଇକି ନିଜ ନିଜର ଗୃହକୁ ଯାଆନ୍ତି। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ପ୍ରାର୍ଥନା କରନ୍ତୁ ଆମ ଖ୍ରୀଷ୍ଟିଆନ ସମାଜ ଆଉ ଖ୍ରୀଷ୍ଟିଆନ ପରିବାର ଆଗକୁ ଯେପରି ବଢ଼ିବ, ଏଥିପାଇଁ ଆପଣ ପ୍ରାର୍ଥନା ମଧ୍ୟ କରନ୍ତୁ। ଆଉ ଯେଉଁ ଲୋକମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା କରନ୍ତି ଏ ଚାଉଳ ବସ୍ତା କଣ୍ଟା ପିଟା ବୋଲି, ଆମେ ଏହି ପ୍ରକାର ପ୍ରଭୁଙ୍କର ଆଶୀର୍ବାଦରୁ ଆମେ ଏହି ପ୍ରକାର ଲୋକମାନଙ୍କୁ ଖାଇବାକୁ ଦେଉ ଆଉ ଲୋକମାନଙ୍କୁ କିଛି ସାହାଯ୍ୟ ମଧ୍ୟ କରୁ। ଆଉ ଏହି ମିଟିଂରେ ଅନେକ ପୁଙ୍ଗା ଲୋକମାନେ ଆସିଥାନ୍ତି, ଅନେକ ଛୋଟା ଲୋକମାନେ ଆସିଥାନ୍ତି। ସେମାନେ ଭିକ ମାଗିବା ଆଶାରେ ସେମାନଙ୍କୁ ଆମେ ଦେଉ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରୁଛନ୍ତି ଦେବା ଦ୍ୱାରା। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଦେଖିପାରୁଥିବେ କି କେଉଁ ପ୍ରକାର ଭାବରେ ଭିଡ଼ ଆଉ ଲୋକମାନେ ଖାଇବା ମାଗୁଛନ୍ତି ଆଉ ଖାଇବା ପାଇଁ ଏମାନେ ଯାଉଛନ୍ତି। ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ପ୍ରାର୍ଥନା କରନ୍ତୁ କି ଆମର ଖ୍ରୀଷ୍ଟିଆନ ସମାଜ, ଖ୍ରୀଷ୍ଟିଆନ ପରିବାର ଆଗକୁ ଯେପରି ବଢ଼ିପାରିବ, ଯେପରି କେହି ନର୍କର ସେ ରାସ୍ତାକୁ ନ ଯାଇ ସ୍ୱର୍ଗର ଅଧିକାରୀ ହେବେ, ଏଥିପାଇଁ ଆପଣମାନେ ମଧ୍ୟ ପ୍ରାର୍ଥନା କରନ୍ତୁ। ଆଉ ଆମକୁ ମଧ୍ୟ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଆପଣମାନେ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ରୂପେ ବର୍ତ୍ତମାନ ଦେଖନ୍ତୁ ଆଉ ଯାହା ଆପଣଙ୍କର ମତାମତ ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଧନ୍ୟବାଦ।